ମୁଁ ଆଜି ଦେଖେଇବି ଆମ ଗାଁର ଖେଳ ପଡ଼ିଆ ଏବଂ ତା ସାଥିରେ ଅଛି ଆମର ଏକ ପାହାଡ଼ ଯାହାର ନାମ ପଞ୍ଚୁ ପାଣ୍ଡବ। ଏଇଠାରେ ନିଜେ ପଞ୍ଚୁ ପାଣ୍ଡବ ଆସି କିଛି ଦିନ ମଧ୍ୟ ରହିଥିଲେ। ଏଇଠି ମଧ୍ୟ ପଶା ଖେଳ ହୋଇଥିଲା। ୟା ପାଖରେ ମଧ୍ୟ ଗୋଟେ ପାତାଳ କୂଅ ଅଛି। ପାତାଳ କୂଅରେ ପ୍ରାୟ ପାଣି ଆଭେଲେବୁଲ୍ ରହିଥାଏ। ସେ କୂଅକୁ ଯିଏ ଯାଏ ସମସ୍ତେ ପ୍ରସାଦ ଭାବିକି ସେ ପାଣିକି ପିଇକି ଆସନ୍ତି। ଇଏ ହେଉଛି ପଞ୍ଚୁ ପାଣ୍ଡିଆର ଦୃଶ୍ୟ। ଆପଣଙ୍କୁ ଜୁମ୍ କରିକି ଦେଖେଇ ଦଉଛି। ପ୍ରାୟ 3 କିଲୋମିଟର ଦୂରତା ଆମ ଖେଳ ପଡ଼ିଆ ପାଖରୁ। ଭଲ ପ୍ଲେସ୍। ଇଏ ହେଉଛି ଆମ ଖେଳ ପଡ଼ିଆର ପଛ ଭାଗ। ଏଥିରେ ଗୋଟେ ବନ୍ଧ ଅଛି। ଏଇ ବନ୍ଧରେ ଆମେ ପିଲାଦିନୁ ଗାଧେଇ ଆସିଛୁ। ପାଣି ଏବେ କମ୍ ଅଛି। ଏବେ ମଧ୍ୟ ଛୋଟ ପିଲାମାନେ ସେଠି ଗାଧଉଛନ୍ତି। ଏବେ ଭଲ କାଶତଣ୍ଡି ଫୁଲ ମଧ୍ୟ ହେଇଛି। ମନ ଦୁଃଖ ଥିଲେ ଏଠିକି ଆସିଲେ ଆମ ମନ ଖୁସି ହେଇଯାଏ। ଆଉ ଇଏ ହେଲା ଆମର ବସିବା ଜାଗା। ଏଠି ଆମେ ସବୁବେଳେ ସନ୍ଧ୍ୟା ହେଲେ ଆସି ବସୁ, ମଜା ଖୁସି କରୁ ଏବଂ ଘରକୁ ଯାଉ।